ଚାଷୀଙ୍କ ଖାତାକୁ ସିଏମ୍ କିଷାନ ଟଙ୍କା ତୃତୀୟ କିସ୍ତି ଡିବିଟି ମାଧ୍ୟମରେ ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତ ସିଏମ୍ କିଷାନ ଯୋଜନା ହିତାଧିକାରୀ ଅଛନ୍ତି, ତାହେଲେ ଆପଣମାନେ ନୂଆଖାଇ ପର୍ବ ଅବସରରେ ଆପଣମାନେ ସିଏମ୍ କିଷାନ ଟଙ୍କା ଡିବିଟି ଜରିଆରେ ଟଙ୍କା ପଠାଇଲେ। ତ ଦେଖନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ସରକାରଙ୍କ ସିଏମ୍ କିଷାନ ଟଙ୍କା ତୃତୀୟ କିସ୍ତି ପ୍ରଦାନ କରିଛନ୍ତି। କୃଷି ଶିକ୍ଷା ସଦନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ୍ କିଷାନ ତୃତୀୟ କିସ୍ତି ଟଙ୍କା ପ୍ରଦାନ କରିଛନ୍ତି। 28 ତାରିଖ ନୂଆଖାଇ ପଡୁଥିବାରୁ ତା ପୂର୍ବ ଦିନ ଏହା ପ୍ରଦାନ କରିଛନ୍ତି। ପ୍ରତି ଚାଷୀଙ୍କ ଖାତାକୁ ସିଧାସଳଖ 2000 ଟଙ୍କା ଲେଖାଏଁ ପଠାଇଛନ୍ତି। ଏହା ଦ୍ୱାରା ଓଡ଼ିଶାର 52 ଲକ୍ଷ କ୍ଷୁଦ୍ର ଓ ନାମ ମାତ୍ରା ଚାଷୀ ଉପକୃତ ହୋଇଛନ୍ତି। ମୋଟ 1041 କୋଟିର ସହାୟତା ରାଶି ଦିଆଯାଇଛି। ଏହି ଯୋଜନା ରାଜ୍ୟ ସରକାର ଦୁଇଟି କିସ୍ତିରେ 4000 ଟଙ୍କା ପ୍ରଦାନ କରିଛନ୍ତି। 28 ତାରିଖ ନୂଆଖାଇ ପଡୁଥିବା ତାର ପୂର୍ବ ଦିନ ଏହାର ପ୍ରଦାନ କରିଛନ୍ତି। ପ୍ରତି ଚାଷୀ ବ୍ୟାଙ୍କ ଖାତାକୁ ସିଧାସଳଖ 2000 ଟଙ୍କା ଲେଖାଏଁ ପଠାଯାଇଛି। ଏହା ଦ୍ୱାରା ଓଡ଼ିଶାର 52 ଲକ୍ଷ କ୍ଷୁଦ୍ର ଓ ନାମ ମାତ୍ରା ଚାଷୀ ଉପକୃତ ହୋଇଛନ୍ତି। ମୋଟ 1041 କୋଟି ଟଙ୍କାର ସହାୟତା ରାଶି ଦିଆଯାଇଛି। ତ ଦେଖନ୍ତୁ, ଯଦି ଆପଣମାନେ ସିଏମ୍ କିଷାନ ହିତାଧିକାରୀ ଅଛନ୍ତି, ତାହେଲେ ଆପଣମାନେ ସିଏମ୍ କିଷାନ ତରଫରୁ ଆପଣମାନେ 2000 ଟଙ୍କା ଡିବିଟି ଜରିଆରେ ଆପଣମାନେ ପାଇପାରିବେ।